आमे एबे जाउचु मालती पाटपुर वाटर पार्क आम संगे रे अछंती डुगु बाबू कोड़े गले डुगु बाबू इधर इधर डुगु बाबू डुगु बाबू देखा जाउनी कोन निद भागिन ना कोन ना आ कोन आज वाटर पार्क सकाळ सकाळ डुगु बाबू निद भागन आ एमितिया कथा आ राति रे अवश्य जो दिन सारा एसी रे आमे रहिलु तापर राति रे जाई कि जो मार्बल लागी थिबा रूम रे एसी रे पुनी रहिलु द्वितीय कथा है से जो होटेल भितर वेंटिलेशन सुविधा नहीं बॉडी ऑटोमेटिक दरज बाटरे चेष्टा चली डुगु बाबू आमर निद एपर्यंत भांगिनी राति आम 3-4 घंटा मंदिर भितर बुलाबुली करके आसिलु लेले डुगु बाबू गले आम सागर त्या कथा मुझे आपण मानक टिके पर देखैबू हमर स्पेशल वाटर पार्क देखिबा ता भीतर कोन कोन अछि आ कोन कहबो डुगु बाबू सांगे सांगे इठे आमे पूरी बड़ समुद्र कूलरू बाहर के आसिलु आम ए जाऊँ बाटे जो वाटर पार्क तो सका किसी खिया है 11टा बाजिला 11टा बाजिनी अवश्य 5 मिनट बाकी अच्छी टिके हल्का पूरी दहीबड़ा टिके चाखीदवा डुगु बाबूर कहवा कथा दहीबरा मोर अति प्रिय डुगु माँ तो खाती नहीं तथा आज कष्ट मस्ट कर चलदेवे आ भोक लगे से खाइबे देखा केमती टेस्ट होती दहीबराटा टिके खाईदवा आज्ञा अच्छा अच्छा ठीक अच्छे आम ये चेक करदे कहाँ कौटिकार दहीबराटा फेमस इठिकार ना सेठिकार तो दहीबराटा आसी पहुँची गला देखिवा टेस्ट करी केमतिया एटा हे जो मु टिकना खान खाइ आगर को मिलु खाइ दाइवर खाइ इच्छा आई मु जानि पाउनी किसी स्वाद लागुनी टेस्ट किछि आसुची कि नहीं किछु जैसे ना म पारा दे बेगा के करि परिबनी सत्त कटक खाली खाली प्रसिद्ध हो तो भल लाइन कटक पियाज काई कौटी पियाज दे मु काई पाउनी खोजी करी कौटी पियाज आदरा से देखले अति फालतू कौन करे खाया पड़िबो घर ए बरा लागुचे बिरी रे नुह ये अट्टा फटार कर इच्छा खाया पड़े भोक लगी दही बराटा भी अति फालतू था जाओ कौन कर भोक लगी खाईदेल खाईदे आम आग को जाऊँ कौन मिलले कौन खा मुआ खाइबे पार्टीटा खराब हो गला सकाळ पार्टी पेट पुनी हम खाइ देबो हम उसी खाइबो अंडर ऑर्डर खाइबो कि ना से तो पैसा दबा आ सर तो सिस्टम से आ खाइबो कि चाखी देखियो जब न भल लइछ ना हो तो हाउ सिस्टम अछि तम मन नै टेस्ट पतरा यारू जाओ गाँ भीतर पशला बेलू गोटे जलखिया दुकान मिलला जलखिया दुकान 2टा पियाज आनीलु अति सुंदर लगुच भल लगला वाटर पार्क रहा 2 किलोमीटर जाऊँ बाटे गाँ भीतर भल लगे कहली मो आने हाँ पड़ो खा खा भल लगे खाई कौन अच्छे
ଆଡକୁ ତୁ ମୋର ଖାଇଦବା। ପ୍ୟାଣ୍ଟରେ ପଡ଼ିବ ଦେଖିକି ଖା। ଗାମଛାଟା ଦେଇଦେ ଭାଇକୁ। ତୁ ମୋ ସହିତ ଖାଉଛି ଟି? ମୁଁ ଏତେ ଖାଇବି ତୁ ମୋ ସହିତ। କାତରା ଦେଇଦେ। ହଉ ଭଲ ଲାଗୁଛି ନା? ସତରେ ଭଲ ଲାଗୁଛି। ଦହିବରା ବି ସରି ଦହିବରାଟା ତ ଭଲ ହିଁ ଲାଗୁଛି। ବରାଟା ବି ସୁନ୍ଦର। ଧୀରେ ଚାପ ନେଲେ ଛିଣ୍ଡିଯିବ ସେ ପତ୍ର। ବଡ଼ ବଡ଼ କମଜୋରିଆ ପତ୍ର ସେ। ଭଲ ନାହିଁ। ଇଏ ଜିଲେବିଟା ଖାଇଲେ ସରି ୟାକୁ ଖାଇଲେ ମୁଁ କହିଲି ଯେ ନାଇଁ ଜିନିଷ ଠିକ ଅଛି। ଭଲ ଲାଗୁଛି ବା। କାହିଁକି ପୁରୀ ଦେବା? ପୁରୀ ଆଇଲା ବେଳକୁ ବାଟରେ ତେଲୁଗୁ ଲୋକ ବୋଧେ ସେ ସବୁ ଖଟା ଖଟା ଲାଗୁଥିଲା। ଯୋଉ ଲୋକ ହଉ ଭଲ ନଥିଲା। ଲୋକ କିଛି ନା ଲୋକ ସେଟା ସେପଟେ ଯିବେ ସିନା ବୋଲି ଖାଇବେ। ଏପଟେ କେହି ଆସୁନି ନା ଏତେ ଲୋକ। ଗାଁ ଲୋକ ଗୁଡ଼ା ବେଶୀ ଖାଆନ୍ତି। ଭଲ ଲାଗୁଛି ଟେଷ୍ଟ ବଢିଆ। ଏଟା ମେନ୍ ରୋଡରେ ପଡୁନି ନା। ଭାଇ ମାନେ ଫାଇନାଲି ଆମେ ଆସିଗଲୁ ୱାଣ୍ଡରୱାର୍ଲ୍ଡ ଗେଟ୍। ଓଡ଼ିଶାର ସବୁଠୁ ବଡ଼ ୱାଟର ପାର୍କ। ସାଇ କୋଉଠି ଅଛି? ତାହେଲେ ଆମେ ଆଇଛୁ ଛାଇରେ ରଖିଦେଇଛନ୍ତି। ଆଉ ବର୍ତ୍ତମାନ ଆସିକିରି ଭିତରେ ଏଣ୍ଟ୍ରି ତ କଲୁ। ଗାଡ଼ିଟା ପାର୍କିଂ କରିବୁ ବୋଲି ଭାବୁଛି, ହେଲେ ସବୁଆଡ଼େ ତ ଖରା ଆଉ ଖରା। ଆଉ ଏଇପଟେ ଗଛ ମୂଳରେ ଦେଖିଦେବା କୋଉଠି ଫାଙ୍କା ଥିବ ଯଦି ଦେଖିଲେ ସେଇଠି ରଖିଦେବା। ତାପରେ ଆମେ ଟିକେ ଆପଣଙ୍କୁ ସବୁ ଜିନିଷ ଦେଖେଇବୁ। ଟିକେ ଅପେଟ କରନ୍ତୁ। ଇଏ ୱାଟର ପାର୍କର ନାଁ ହେଲା ୱାଣ୍ଡରୱାର୍ଲ୍ଡ। ଏଟା ହେଉଛି ପୁରୀ ରହିବ ଆଉ 2 କିଲୋମିଟର। ମାନେ ଇଏ ୱାଟର ପାର୍କ ହେଉଛି ରୋଡ଼ରୁ 2 କିଲୋମିଟର ଭିତରେ। ଆଉ ପୁରୀ ଆଉ 4-5 କିଲୋମିଟର ରହିବ। ଜଷ୍ଟ ଟିକେ ସାକ୍ଷୀଗୋପାଳ ପାରି ହେଲେ ତା ପରେ ଏଇଟା ପଡ଼ିବ। ସାକ୍ଷୀଗୋପାଳ ପାରି ହେଲେ ପରେ ପଡ଼ିବ। ତ ତା ଭିତରେ ରୋଡ଼ ସାଇଡ଼ ଦେଇକି ଟିକେ ଭିତରକୁ 2-3 କିଲୋମିଟର ଆଇଲା ବେଳକୁ ଏ ପାର୍କଟା ଆପଣଙ୍କୁ ପଡ଼ିବ। ଇଏ ଜାଗା ନାଁ ହେଲା ମାଳତୀ ପାଟପୁର ୱାଣ୍ଡରୱାର୍ଲ୍ଡ ୱାଟର ପାର୍କ। ଇଏ ୱାଟର ପାର୍କରେ ଇଏ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ୱାଟର ପାର୍କ। ଯେତେ ଗୁଡ଼ା ପାର୍କ ଅଛି ସବୁଠାରୁ ବଡ଼ ଏବଂ ସବୁଠାରୁ ସୁନ୍ଦର ଇଏ ପାର୍କଟା। ଆଉ ଇଏ ପାର୍କରେ ଆପଣ ଥରେ ଆସିଲେ ଆପଣଙ୍କୁ ଆଉ ଥରେ ନିଶ୍ଚିନ୍ତ ଆସିବାକୁ ପଡ଼ିବ। ଏତେ ସୁନ୍ଦର ଇଏ ପାର୍କ। ଇଏ ପାର୍କରେ ଟିକେଟ୍ କରିବେ, ତା ଭିତରେ ଆପଣ ଯାହା ବି କିଛି ପାଣି ପିଇବେ କିମ୍ବା କୌଣସି ଖାଦ୍ୟ ଜିନିଷ ଆଦିରେ ପଶିବ ନାହିଁ। ଯାହା କରିବେ ତା ଭିତରେ କରିବେ। ଆପଣଙ୍କ ଟିକେଟ୍ କରିବା ସାଙ୍ଗରେ ତା ଭିତରେ ଯାହା ବି କିଛି ଚାହିଁଲେ ଆପଣ ଭୋଜନ କରିପାରିବେ। ଆପଣ ଯଦି ଚାହିଁବେ ଯେ ନାଇଁ କହିବେ ଯେ ଆମେ ଖାଇବୁନୁ କି ଭଲ ମନ୍ଦ, ସେମିତି ସବୁ ସୁବିଧା ନାହିଁ। ଟିକେଟ୍ ହେବ ମାନେ ଆପଣ ନିଶ୍ଚିନ୍ତ ତା ଭିତରେ ଖାଇବେ। ବାହାରେ କୌଣସି ଖାଦ୍ୟ ଏଲାଉ ନାହିଁ ତା ଭିତରେ। ଆଉ ଆମେ ଏବେ ଆସିଛୁ ୱାଣ୍ଡରୱାର୍ଲ୍ଡରେ। 2ଟା VIP ଟିକେଟ୍ କରାଯାଇଛି, ମୋର ଆଉ ଭାଇର। ଆଉ ବାବା ମାମାଙ୍କର ଜେନେରାଲ, କାହିଁକିନା ସେମାନେ ଏତେ ପାଣିରେ ଯାଆନ୍ତିନି। ତ ଫାର୍ଷ୍ଟ ଆମେ ଜେନେରାଲ ଯାଇକି ଟିକେଟିଂ କରାଉଛି, ତାପରେ VIP। ତ ଚେଞ୍ଜ କରିସାରିଛି, ବାପା ବି ଚେଞ୍ଜ କରିସାରିଛନ୍ତି, ମାମା କରିନାହାନ୍ତି କିନ୍ତୁ ମୁଁ କରିସାରିଛି। ତା ଭିତରଟା ଏତେ ସୁନ୍ଦର ହେଇଛି, ମାନେ ଆପଣ ଯଦି ଚାହିଁବେ 2-4 ଘଣ୍ଟା 5 ଘଣ୍ଟା ବୁଲିଲେ ବି ସରିବ ନାହିଁ। ଆଖପାଖ ଏରିଆ ମାନେ କେଉଁଠି ବି ଛାଡ଼ି ନାହାନ୍ତି। ଏଠି ଏତେ ସୁନ୍ଦର ପାଣିର ସୁବ୍ୟବସ୍ଥା କରାଯାଇଛି। ତା ଭିତରେ ଆପଣମାନେ ଯାଇକିରି ଗାଧୁଆ ପାଧା କରିପାରିବେ। ଡ୍ୟାନ୍ସର ସୁବିଧା ରଖାଯାଇଛି। ତା ଭିତରେ ପିଲାମାନେ ଡ୍ୟାନ୍ସ କରୁଛନ୍ତି, ପାଣିରେ ଗାଧେଇବାର ମଜା ନେଉଛନ୍ତି। ବିଭିନ୍ନ ପ୍ରକାର ଘଡ଼ିକା ଡ୍ୟାନ୍ସର ମାନେ ଚେଞ୍ଜ ହେଇକିରି ନୂଆ ଡ୍ୟାନ୍ସର ମାନେ ଆଉଛନ୍ତି। ତା ସାଙ୍ଗରେ ଲୋକ ବି ସୁନ୍ଦର ଅନୁଭୂତି ନେଉଛନ୍ତି ପାଣି ଭିତରେ। ଆଗରୁ ସେଠି ପାଣିର ଆହୁରି ଅଧିକ ଲୋକ ହେଇଗଲେ ସେପଟେ ମାନେ ସମୁଦ୍ର ଯେମିତି ଲହଡ଼ି ମାରନ୍ତି ସେଇଭଳିଆ ଲହଡ଼ିର ସିଷ୍ଟମ ଅଛି।
ସେମାନେ ମେସିନ୍ ମାଧ୍ୟମରେ ଲହଡ଼ି ସିଷ୍ଟମ୍ କରନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ସେ ଏ ପାର୍କଟା ଏତେ ବଡ଼ ଏରିଆ ନେଇକରି କରାଯାଇଛି, ସାମ୍ନାରେ ପୁରା ସୁନ୍ଦର ଓ ସେ ଏଇ ଯେଉଁ ସାଇଡ଼୍ଟା ଦେଖାଯାଉଛି ସେ ସାଇଡ଼୍ରୁ ପାଣି ସମୁଦ୍ର ଯେମିତି ଢେଉ ମାରନ୍ତି ସେଇଭଳିଆ ମେସିନ୍ ସାହାଯ୍ୟରେ ଢେଉର ସୁବିଧା ରଖାଯାଇଛି। ଛୋଟ ବଡ଼ ସମସ୍ତେ ଗୋଟେ ଜାଗାରେ ମିଶିକିରି ୱାଟର ପାର୍କରେ ଡ୍ୟାନ୍ସର ମଜା ନେଉଛନ୍ତି। ଆଉ ଦେଖନ୍ତୁ ଏପଟେ ଗୋଟେ ସୁନ୍ଦର ଆମର ଗୋଟେ ମନ୍ଦିର ତ ନୁହଁ, ମନ୍ଦିରର ଲୁକ୍ ଯେମିତି ଉପରଟା କରାହେଇଛି, ଉପରେ ବଢ଼ିଆ ସୁନ୍ଦର କରି ସଜେଇଛନ୍ତି ବିଭିନ୍ନ ପ୍ରକାର ଷ୍ଟାର ବେଲୁନ୍ ଡିଜାଇନ୍। ଏପଟରେ ଘାସ ଲଗା ହେଇଛି, କାନ୍ଥ ଫାନ୍ଥରେ ଯେଉଁ ଘର ଭିତରେ ଘାସ ଲାଗେ ସେ ଘାସ ଗୁଡ଼ା ଲଗାଯାଇଛି। ପିଲାଙ୍କ ଛୋଟ ଛୋଟ ପିଲା ବି ଅଛନ୍ତି ତା ଭିତରେ। ଏମିତି ବହୁତ ସମୟ ଧରି ଏଠି ଡ୍ୟାନ୍ସ ପ୍ରୋଗ୍ରାମ୍ ଚାଲିଲା। ଆପଣ ଦିନେ ସାରା ଚାଲୁଛି, ଆପଣ ଯେତେ ସମୟ ଇଚ୍ଛା ସେଠି ଡ୍ୟାନ୍ସର ପ୍ରୋଗ୍ରାମ୍ କରି ମଜା ନେଇପାରିବେ। ଆମ ପିଲାମାନେ ଏଇପଟେ ଡ୍ୟାଡ୍ ହିଁ କରୁଛନ୍ତି ଏଇଠି। ଯେତେ ଡାକିଲେ ବି ପିଲା ଶୁଣୁନାହାନ୍ତି, ଉଠୁନାହାନ୍ତି। ଆଉ ଟିକେ ପିଲାଙ୍କର ମଜା ପାଇଁ ତ ଆମେ ଏତେ ବାଟ ଦୌଡ଼ିକି ଆସିଛୁ। ଆଉ ଏପଟରେ ବି ଛୋଟ ଇଏ ତ ଏଠି ବି ବଡ଼ ପିଲା ଛୋଟ ପିଲା ମିଶିକିରି ଉପରକୁ ଯାଇକରି ପାଣିର ଗୋଟେ ସିଷ୍ଟମ୍ ଅଛି, ତା ଦେହରେ ବସିଲେ ତଳକୁ ପଳେଇ ଆସିବେ। ଆଉ ମୁଁ ଚାରିଆଡ଼େ ବୁଲି ଦେଖୁଥିଲି କେଉଁଠି କ'ଣ ଅଛି। ଆଗରୁ କ'ଣ ଛୋଟ ଗଛ ଥିଲା, ମାନେ ବୁଲିବାକୁ ଇଚ୍ଛା ହେଉନଥିଲା। ଏବେ ଗଛ ଗୁଡ଼ା ଟିକେ ବଡ଼ ହେଇଗଲାନି, ଖରଟା ଏତେ ଦେଖୁନାହାନ୍ତି ବାଜୁନି ଦେହରେ। ତ ଏଠି ଗୋଟେ ଛୋଟିଆ ପାର୍କ, ୱାଟର ପାର୍କ ଆଗରୁ ନଥିଲା, ସେଇ ଛୋଟିଆଟା ହେଇଛି। ତା ଦେହରେ ଏଇଟା ଆଗରୁ ନଥିଲା, କାହିଁକିନା ଆମେ ଗତ ଥରକୁ ଯାଇଥିଲୁ ବର୍ଷ ତଳେ, ସେତେବେଳକୁ ଇଏ ନଥିଲା। ଏବେ ଏଥରକୁ ଆସିଲା ବେଳକୁ ଏଇଟା ହେଇଛି। ଏଇଟା ଛୋଟ ପିଲାଙ୍କ ପାଇଁ ବଢ଼ିଆ ହେଇଛି, ପୁରା ଛୋଟ ପିଲାଙ୍କ ପାଇଁ। ସବୁଠାରୁ ବଡ଼ କଥା ହେଉଛି ପରିଷ୍କାର ପରିଚ୍ଛନ୍ନ, ନିଟ୍ ଆଣ୍ଡ କ୍ଲିନ୍ ଜାଗାଟା। ଏଇ ପାଣି ପୁରା ଫୁଲ୍ ହେଲା ପରେ ପାଣି ପଡ଼ିଲା, ଏଇ ପାଣିରେ ଲୋକ ଗାଧଉଛନ୍ତି ଆସିକି। ବେଶୀ ତ ଛୋଟ ପିଲା ଡେ଼ କରୁଛନ୍ତି, ବଡ଼ ପିଲା ତ କରୁଛନ୍ତି। ତାଠାରୁ ସବୁଠାରୁ ବଡ଼ କଥା ହେଲା ଛୋଟ ପିଲା ବେଶୀ ଡେଉଛନ୍ତି। ମୁଁ ଚାରିଆଡ଼େ ବୁଲି ଦେଖୁଥିଲି କେଉଁଠି କ'ଣ ଅଛି, କ'ଣ ସବୁ ଜିନିଷ ହେଇଛି। କାହିଁକିନା ଆମେ ସବୁବେଳେ ଆସିପାରିବାନି ନା, ବର୍ଷକୁ ଥରେ କେଉଁ 2 ବର୍ଷକୁ ଥରେ ଆମେ ଏଠିକି ଆଉଛୁ। ଏତେ ଦୂରରୁ ଆଉଛୁ ମାନେ ଚାରିଆଡ଼େ ବୁଲାବୁଲି। ଏଠି ବେଲୁନ୍ ସେପଟେ ଛୋଟ ପିଲା ଡିଆଁ ଡେଇଁ କରିବା ପାଇଁ ଗୋଟେ ରଖାଯାଇଛି। ଏଇଟା ହେଉଛି ସବୁଠାରୁ ବଡ଼, ଦେଖିଲା ବେଳକୁ ଡର ଲାଗୁଛି। ପୁରା ଉପରୁ 4 ମହଲା ଉପରେ ଚଢ଼ିବ, ସେଇଠୁ ପାଣିରେ ଭାସିକି ତଳକୁ ଆସିବ, ଡର ଲାଗିବନି। ଏଠି ଗୋଟେ ବିଶ୍ରାମ ପାଇଁ ବଢ଼ିଆ ସୁନ୍ଦର ପୋଲଟା ହେଇଛି, ଆପଣମାନେ ଗଲେ ବି ଏଠି ବସିପାରିବେ, ଫଟୋ ଉଠାଇ ପାରିବେ। ଏଠି ଗୋଟେ ବସିକିରି ଆପଣ ହାଲିଆ ହେଇଗଲେ ରେଷ୍ଟ ନେଇପାରିବେ। ଏଟା ଗୋଟେ ଛୋଟିଆ କୃତ୍ରିମ ବ୍ରିଜ୍ କରାଯାଇଛି, ପାହାଚ କରାହେଇକି ଉପରେ ସୁନ୍ଦର ସ୍ପେସ୍ଟା କରାହେଇକି ତା ତଳ ଦେଇକରି ନଈର ସିଷ୍ଟମ୍ କରାହେଇଛି। ସେଠି ବି ଆପଣ ଗାଧାପାଧା କରିପାରିବେ ହେଲା। ଏଠି ଗୋଟେ ସୁନ୍ଦର ସ୍ପେସ୍ଟା ଅଛି, ଯେଉଁ ସ୍ପେସ୍ରେ ଆପଣଙ୍କର ବାହାଘର, ଆନିଭର୍ସରୀ, ମାନେ ଛୋଟ ଘରୁଆ ଯେଉଁ ପ୍ରୋଗ୍ରାମ ଗୁଡ଼ା ଏଠି ଆପଣ କରିପାରିବେ। କାହାର ବର୍ଥଡେ ହେଲା, କାହାର ମ୍ୟାରେଜ୍ ଆନିଭର୍ସରୀ ହେଲା, ବଢ଼ିଆ ସୁନ୍ଦର ଏଇ ଜାଗାଟା କରାହେଇଛି। ୟା ପଛରେ ବହୁତ ଗୁଡ଼ା କମ୍ ସେ କମ୍ 20ରୁ ଉର୍ଦ୍ଧ୍ୱ ଘର କରାହେଇଛି ଜଙ୍ଗଲ ଭିତରେ, ଯେଉଁଠିକି ଆପଣ ଏଠି ରାତିରେ ରହି ବି ପାରିବେ। ଆଉ ଏଠି ଆମର ଗୋଟେ ପଛପଟରେ ଯେଉଁ ନଈଟା କରାହେଇଛି, ମାନେ ଜାଗାଟା ସତରେ ବୁଲିଲେ 5-6 ଘଣ୍ଟା ଖଣ୍ଡେ ଲାଗିଯିବ ଆପଣଙ୍କୁ, କିନ୍ତୁ ବୋରିଂ ଲାଗିବନି। ଆପଣ ଭାବିଥିବେ ମନେ ମନେ ଯେଉଁ ପଇସା ମୋର ଟିକେଟ୍ରେ ଗଲା, ଲସ୍ ହେଇଗଲା, ସେମିତି କିଛି ବି ଆପଣଙ୍କୁ ଲସ୍ ହେବ ନାହିଁ। କାହିଁକିନା ଆମେ ବି ବେଳେବେଳେ ପାହାଡ଼କୁ ଯାଉଛୁ, ଯେଉଁ ଜାଗାରେ କିଛି ସୁବିଧା ନାହିଁ, ବେଳେବେଳେ କଷ୍ଟ ବି ହୁଏ ଯେ ଏତେ ବାଟ ଆମେ ଆସିଲୁ, ଆଉ ଖାଇବା ପିଇବା ରହିବାର ବହୁତ ଅସୁବିଧା ହୁଏ।
ଏମିତି ବି ହୁଏ ବେଳେବେଳେ, କିନ୍ତୁ ଏ ଜାଗାଟା ସତରେ ବହୁତ 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 ସୁନ୍ଦର ଜାଗାଟା। ଦେଖନ୍ତୁ ଚାରିଆଡ଼େ ଅବଶ୍ୟ ଖରା ଯୋଗୁରୁ ଦେଖିବାକୁ ଅସୁବିଧା ହେଉଛି, କିନ୍ତୁ ଆପଣମାନେ ନିଜେ ଆସିଲେ ଜାଗାରେ ଦେଖିଲେ ଆପଣମାନଙ୍କୁ ଭଲ ଲାଗିବ। ମୁଁ ତ କେତେ ସମୟ ଧରି ବୁଲି ବୁଲି ଚାରିଆଡ଼େ ବୁଲି 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 ଭିଡ଼ିଓ କରୁଥିଲି। ଆଉ କିଛି ବି ଆପଣଙ୍କୁ କହିବେନି, ଆପଣ ଆସିକି ଭିଡ଼ିଓ ବି କରିପାରିବେ। ସେ ଜାଗା ସୁବିଧା ରଖାଯାଇଛି। ଏତେ ବଡ଼ ଏରିଆ, ମାନେ ଆମେ ପୁରା ବୁଲି 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 ଲାଷ୍ଟକୁ ପଳେଇଲୁ। ଏଇ ପଛପଟେ ଦେଖୁନାହାନ୍ତି, ଆଉର 500 ଏକର ଖଣ୍ଡେ ଜାଗା ପଡ଼ିଛି ଏପଟରେ, 500 ଏକର ଖଣ୍ଡେ ଚାରିପାଖ ଯାକ। ଦେଖିଲ, ଇଏ ସବୁ ଜାଗାରେ ଧୀରେ 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 ଏ ସବୁ କରିବେ। ଶହ ଶହ ଲୋକ କାମ କରୁଛନ୍ତି। କେତେ ବଡ଼ ଏରିଆ ସେ ନଡ଼ିଆ ଗଛ, ଏଠୁ ମୁଁ ଭାବୁଛି 1 କିଲୋମିଟର ଖଣ୍ଡେ ହେବ ଦୂର। 1 କିଲୋମିଟର ଦୂରରେ ଯାଇକି ଆମର ଫାଙ୍କା, ଏପଟେ ଭେଣ୍ଡି ଭେଣ୍ଡି ଲାଗିଛି, ଏପଟେ ମକା ଲାଗିଛି, ଚାଷ ବି ଚାଲିଛି। କେତେ ସୁବିଧା ଅଛି। ଆମେ ଟିକେ ବୋଟିଂ ପାଇଁ ପାଣି ଭିତରକୁ ପଳେଇ ଯାଇଛୁ, ପିଲାମାନେ ଭିତରକୁ ଯାଉଛନ୍ତି। ଆମେ ଟିକେ ଏଇଠି, ୱାହ କେତେ ସୁନ୍ଦର ପବନ ହେଉଛି, ମାନିବାକୁ ପଡ଼ିବ। ଭିତରକୁ ଯିବା, ବୋଟ୍ ଭିତରକୁ। এটা অবশ্য পার্টি পিকনিক ପାଇଁ ବୁକିଂ କରନ୍ତି এই ବୋଟ୍ଟା। ସେ କେହି ନାହାନ୍ତି, ଫାଙ୍କା ପୁରା। କହିବା କଥା ପାର୍ଟି ବୁକିଂ ହେଲେ ଏଇଟା ଭିତରକୁ ଯିବ ଆଉ। ବୁକିଂ ବାହାଘରିଆ ଜନ୍ମଦିନ ଏଇଗୁଡ଼ା କିଛି ଆଉ। ଏଇଟା ପୁରା ବୋଟ୍ଟାକୁ ଡିଜାଇନ୍ କରାଯାଇଛି। ଚାରିପାଖ ଦେଖ ପୁରା ମସ୍ତ ହେଇଛି ଡିଜାଇନ୍। ଏଠି ତ ପୁରା ରଙ୍ଗ ଲାଗିଛି ସବୁବେଳେ, ଖାଲି ମସ୍ତ ଆଉ ସାଂଘାତିକ ହେଇଛି। ଛୋଟ ଛୋଟ ଲାଇଟ୍ ଲାଗିଛି, ଫ୍ୟାନ୍ ଲାଗିଛି, ହେଲା ମଜା ହିଁ ମଜା। ବୁଲିବେ ପୁରା ପାଣି ଭିତରେ ହେଇଛି ଜିନିଷଟା। ଚେୟାର ନଡ଼ା ହେଇଛି, କେହି ନାହାନ୍ତି, ପୁରା ଫାଙ୍କା। ମୁଁ ବୁଲି ବୁଲି ଲାଷ୍ଟକୁ ପଳେଇ ଆସିଥିଲି, ଦେଖିଲା ବେଳକୁ ଏପଟେ ଫାଙ୍କା ଅଛି, ବୋଟ୍ ଭିତରେ କେହି ନାହାନ୍ତି, ଟିକେ ପଶିଗଲି ଆଉ। ମୋର ଧର୍ମପତ୍ନୀ ଆଉଛନ୍ତି, ଯାଇଥିଲେ ପାଣି ବୋତଲ ଛାଡ଼ିକି ପଳେଇ ଯାଇଥିଲେ। ଆସୁନାହାନ୍ତି, ବାଃ ଧୀରେ ଧୀରେ ଦେଖିକିରି ଆସ, ପଡ଼ିଯିବ କାଳେ। ନାଇଁ ଆଜ୍ଞା, ଯେଉଁ ପାଣି ହଉ, ଜାଗାଟା କେମିତି ହେଇଯିବ ସୁନ୍ଦର ନୁହଁ? ରାତି ହେଲେ ଲାଇଟ୍ ଫାଇଟ୍ ଲାଗିଗଲେ ଆହୁରି ପୁରା ଅତି ସୁନ୍ଦର ଲାଗିବ। ତ ସାଙ୍ଗମାନେ, ଏମିତି କିଛି ଥିଲା ଆମର ୱାଣ୍ଡରୱାର୍ଲ୍ଡର ପୁରାଟା ଆପଣଙ୍କୁ ବୁଲେଇକି ଦେଖେଇଲି। ପୁରା ପ୍ରଥମରୁ ଲାଷ୍ଟ ଯାଏ। ତ ସବୁ ସରିଗଲା ପରେ ଲାଷ୍ଟ ମୋର ଗୋଟିଏ କଥା ଆପଣମାନଙ୍କୁ ରହିଲା, ଆପଣମାନେ କେବେ କେବେ ଆସନ୍ତୁ ପିଲାମାନଙ୍କୁ ନେଇକିରି ବୁଲିବା ପାଇଁ। ଏ ପିଲାଙ୍କ ଛୁଟି ହେଲା, ସ୍କୁଲ ଛୁଟି ହେଲା, ମତଲବ ଏକ୍ଜାମ୍ ସରିଗଲା, ଆଉ କ'ଣ ପିଲା ଘରେ ବସେଇ ଥୋଇ ଦେବେ କି? ଆଉ ଯଦି ଆପଣମାନଙ୍କୁ ଆମ ଫ୍ୟାମିଲି, ଆମ ଆର୍ଟ ହରାଇଜନ୍ ଚ୍ୟାନେଲ୍ ଭଲ ଲାଗୁଥିବ, ତ ଆମ ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆଉ ଫେସବୁକ୍ରେ ଥିଲେ ଫଲୋ କରନ୍ତୁ। ବାସ୍, ବଢ଼ିଆ କଥାଟା କହିଛନ୍ତି। ତ ଆଜି ପାଇଁ ଏତିକି ରହିଲୁ, ଆଉ ଆସନ୍ତା ଭିଡ଼ିଓକୁ ପୁଣି ଦେଖା ହେବ। ଜୟ ଜଗନ୍ନାଥ।